ମୁଁ କବି ପୀତାମ୍ବର ଦରାଇ ସାମାଜିକ କର୍ମୀ କୁଜଙ୍ଗ। ଆଜିର ଯୋଉ କାର୍ଯ୍ୟକ୍ରମ କେନ୍ଦ୍ର ସାହିତ୍ୟ ଏକାଡେମୀ କୁଜଙ୍ଗର ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ଲେଖକ ସମ୍ମିଳନୀ ପାରାଦୀପଠାରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ କୋଣ ଅନୁକୋଣରୁ ନିମନ୍ତ୍ରିତ କବିମାନେ ଲେଖକମାନେ ବୁଦ୍ଧିଜୀବୀମାନେ ଯୋଗ ଦେଇଛନ୍ତି। ଗୋଟେ ବାର୍ତ୍ତା ଆମର ଯିବା ଦରକାର ସମାଜ ପାଇଁ ବା ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଭାଷାକୁ ଯୋଉ ସଂକଟଜନକ ଅବସ୍ଥା ବା ଯୋଉ ଆଶଙ୍କା ସୃଷ୍ଟି ହେଇଛି ଭାଷା କ୍ଷେତ୍ରରେ ତାକୁ ସେ ଯୋଉ ଆଶଙ୍କାଟାକୁ ଦୂର କରିବା ପାଇଁ ପାରାଦୀପଠାରେ ଆଜି ହେଉଛି ସେ ସଭାର ଏକ ମୁଖ୍ୟ ଉଦ୍ଦେଶ୍ୟ। এই ଉତ୍ସବରେ ଗୋଟେ ଭାବନା ଗୋଟେ ଭାବଭୂମି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି। ମୁଁ ରଘୁନାଥ ସାହୁ, ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀର ସଭାପତି। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ପ୍ରିୟବନ୍ଧୁ ସାହିତ୍ୟ ଏକାଡେମୀ ଉଭୟଙ୍କର ମିଳିତ ଭାବରେ ଏକ କାର୍ଯ୍ୟକ୍ରମ ପାରାଦୀପଠାରେ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ କବି, ଲେଖକ, ନାଟ୍ୟକାର ସେମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାହିତ୍ୟିକମାନେ ଯୋଗ ଦେଇଥିଲେ। ସକାଳ 10ଟା ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଅପରାହ୍ନ 3 ଘଟିକା ସମୟରେ ଶେଷ ହେବ। ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କର ଏହି ସଂସ୍ଥା କେନ୍ଦ୍ର ସାହିତ୍ୟ ଅକାଦେମୀ ସମଗ୍ର ରାଜ୍ୟର ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଯେଉଁ ସାହିତ୍ୟିକମାନେ ଅଛନ୍ତି, ଯେଉଁ କୃତି ଲେଖକମାନେ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କର ପ୍ରତିଭା ଯେଉଁ ବରମଲ୍ଲି ପରି ସେମାନେ ମଉଳି ଯାଉଛନ୍ତି ତାହା ନ କରିଦେବା ପାଇଁ ଏବଂ ସେମାନଙ୍କ ପ୍ରତିଭାକୁ ବିକାଶ କରିବା ପାଇଁ ସେମାନଙ୍କ ହାତ ଧରି ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯେଉଁ ପଦକ୍ଷେପ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ ମୁଁ ଗୌରବ ଦାସ, ମୁଁ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ। ପ୍ରତ୍ୟେକ ଭାଷା ପାଇଁ ଜଣେ ଜଣେ ଆବାହକ ଥାନ୍ତି, ମୁଁ ଓଡ଼ିଆ ଭାଷାର ଆବାହକ। ଆମର ବର୍ଷ ସାରା କାର୍ଯ୍ୟକ୍ରମ ହୁଏ ବିଭିନ୍ନ ରାଜ୍ୟରେ, ଦେଶର ବଡ଼ ବଡ଼ ସହରରେ ଏବଂ ଦେଶ ବାହାରେ ମଧ୍ୟ ହୋଇଥାଏ। ସେହି ଶୃଙ୍ଖଳାରେ ଆଜି ପାରାଦୀପର ପ୍ରିୟବନ୍ଧୁ ଏକାଡେମୀ ମିଳିତ ସହଯୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଗୋଟେ ଦିନିକିଆ ବ୍ୟାପୀ କାର୍ଯ୍ୟକ୍ରମ ସାହିତ୍ୟ କାର୍ଯ୍ୟକ୍ରମ ଲେଖକ ସମ୍ମିଳନୀ ଆୟୋଜନ କରିଛି, ଯେଉଁଥିରେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ପଶ୍ଚିମ ଓଡ଼ିଶାରୁ, ଦକ୍ଷିଣ ଓଡ଼ିଶାରୁ, ପୂର୍ବ ଓଡ଼ିଶାରୁ, ଉପକୂଳ ଓଡ଼ିଶାରୁ ଲେଖକ ଲେଖିକାମାନେ ଆସିଛନ୍ତି। ସେମାନେ ତାଙ୍କ ଗଳ୍ପ କବିତା ପଢ଼ୁଛନ୍ତି। ଗଳ୍ପ କବିତା ପଢ଼ିବା ଛଳରେ